ମାଣ୍ଡିଆର ଏଇ ଜଳଖିଆ ବହୁତ କମ୍ ଟାଇମ୍ରେ ବନିବ ଆଉ ଯାହା ପାଇଁ ଆପଣଙ୍କୁ ବିନା ତେଲରେ ମଧ୍ୟ ହେଇପାରିବ। ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖିବେ। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ପ୍ରଥମେ ଗୋଟେ ବାଉଲ୍ ସେଟ୍ କରିବେ। ତାପରେ ଆପଣ ନେବେ ଗୋଟେ କପ୍ ହେଉ କିମ୍ବା କୌଣସି ଗିନା ହେଉ, କୌଣସି ଜାଗା ହେଉ, ଯାହା ବି ହେଉ, ଗ୍ଲାସ୍ ହେଉ, ସେଥିରେ ଆପଣ ଗୋଟିଏ କପ୍ ନେବେ ମାଣ୍ଡିଆର ଚୂନା। ତା ସହିତ ଅଧା କପ୍ ନେବେ ସୁଜି। ସୁଜିର ଦାନା ଯଦି ଛୋଟ ଦାନା ଅଛି ତାହେଲେ ବହୁତ ଭଲ, ନାହିଁ ଯଦି ବଡ଼ ଦାନା ଅଛି ତାକୁ ଆପଣ ଗ୍ରାଇଣ୍ଡରରେ ଟିକେ ଗ୍ରାଇଣ୍ଡ କରିଦେବେ। ତା ସହିତ ସେମ୍ ଦହି ନେବେ, ମାନେ ଯେତିକି ସୁଜି ସେତିକି ଦହି। ଆଉ ନେବେ ପ୍ରଥମେ ଅଧା କପ୍ର ପାଣି ନେବେ। କାହିଁକି ନା କାରଣ ପାଣିର ଭାଗ ଯଦି ଅଧିକ ହୋଇଯାଉଛି ତାହେଲେ ଅସୁବିଧା। ସ୍ୱାଦ ଅନୁସାରେ ଲୁଣ ଦେବେ ଆଉ ତାକୁ ଭଲସେ ମିକ୍ସ କରିଦେବେ। ଯଦି ଆପଣଙ୍କୁ ଲାଗୁଛି ଏଇଠି ଟିକେ ଗୋଟା ଗୋଟା ଦାନା ଦାନା କିଛି ବି, ଗୋଟେ କାମ କରିବେ, ଏଇଠି ନା ଆପଣ ଗ୍ରାଇଣ୍ଡ ମଧ୍ୟ କରିପାରିବେ। ବର୍ତ୍ତମାନ ମୁଁ ପୁଣି ଆଉ ଅଧା କପ୍ ନେଇଛି, କିନ୍ତୁ ମୋର ଅଧା କପ୍ ଲାଗିନି। ଦେଖନ୍ତୁ ମୁଁ ଆପଣଙ୍କୁ ଦେଖାଉଛି, ଅଳ୍ପ ଅଳ୍ପ କରିକି ପାଣି ନେବେ, କନସିଷ୍ଟେନ୍ସି ଏତିକି ରଖିବେ। ଆଉ ମୋର ଏତିକି ବଳିଯାଇଛି ଅଧା କପ୍ରୁ, ସେହି ହିସାବରେ ପାଣିର ଭାଗ ମାପ ଆପଣ ଟିକିଏ ଧ୍ୟାନ ଦେବେ। ତାକୁ ବର୍ତ୍ତମାନ କଭର୍ କରିକି 10ରୁ 15 ମିନିଟ୍ ଆପଣ ତାକୁ ଛାଡ଼ିଦେବେ, କାରଣ ସୁଜିଟା ଟିକେ ଫୁଲିବ। ବର୍ତ୍ତମାନ ଦେଖନ୍ତୁ ଆଉ ଟିକେ ଆମର ଗାଢ଼ା ହେଇଯାଇଛି ବ୍ୟାଟର। ବର୍ତ୍ତମାନ ଆମକୁ ଏତିକି ହିଁ କନସିଷ୍ଟେନ୍ସି ଦରକାର, ନା ତାଠୁ ଅଧିକ ଗାଢ଼ା ଦରକାର, ନା ତାଠୁ ଅଧିକ ପତଲା ଦରକାର। ବର୍ତ୍ତମାନ ମୁଁ ନେଇଛି ରେଗୁଲାର ଇନୋ, ଯେଉଁଟା ଆପଣଙ୍କ ପାଖରେ ଯାହା ବି ଇନୋ ଅଛି ତାକୁ ନେଇପାରିବେ। ଇନୋ ଯଦି ନାହିଁ ଘରେ ତାହେଲେ ଆପଣ ବେକିଂ ପାଉଡ଼ର ମଧ୍ୟ ନେଇପାରିବେ। ଆଉ ଗୋଟେ ପ୍ୟାକେଟ୍ ପୁରା ପଡ଼ିବ, ମାନେ ମୁଁ ଆପଣଙ୍କୁ ଯେତିକି କହିଲି 1.5 କପ୍ ପାଇଁ 1 କପ୍ ଆଉ ଅଧା କପ୍ ସୁଜି, ସେତିକିରେ ଆପଣଙ୍କୁ ପଡ଼ିବ ଗୋଟେ ପ୍ୟାକେଟ୍ ଇନୋ। ବର୍ତ୍ତମାନ ଆପଣ ଷ୍ଟିମର୍ ପ୍ଲେଟ୍ ଯାହା ବି ଅଛି ଆପଣଙ୍କ ପାଖରେ ନେଇପାରିବେ। ମୋ ପାଖରେ ଏଇଟା ଥିଲା 38°ର, ତ ସେଥିପାଇଁ ମୁଁ 4ଟା ଯାକକୁ ଫାଷ୍ଟ ଅଏଲ୍ରେ ଟିକେ ଗ୍ରୀସ୍ କରିଦେଇଛି। ଯଦି ଆପଣ ଘିଅରେ କରୁଛନ୍ତି ତାହେଲେ ମଧ୍ୟ ବହୁତ ଭଲ। ତାକୁ ଆପଣ ମନେ ରଖନ୍ତୁ, ଯେତେ ପତଳା କରିପାରିବେ ସେତେ ଭଲ। ମାନେ ଯଦି ଆପଣ ବେଶୀ ମୋଟା କରିଦେଉଛନ୍ତି ତାହେଲେ ଖାଇବାକୁ ତା'ର ମାନେ ଏତେ ଭଲ ଲାଗିବନି। ତ ସେଥିପାଇଁ ପୁରା ପତଳା କରିବେ। ଆଉ ବ୍ୟାଟର ମଧ୍ୟ କନସିଷ୍ଟେନ୍ସି ଏତିକି ଗାଢ଼ା ରଖିବେ। ତ ସେତିକି ହେଲେ ହିଁ ଯାଇକି ପିଠାଟା ଆପଣଙ୍କୁ ବହୁତ ହିଁ ଭଲ ଲାଗିବ। ଏବେ ତାକୁ ରଖିଦେବେ। ଆଉ ଯେଉଁଠି ମାନେ ମୁଁ ଆକ୍ଚୁଆଲି ଇଡ଼ଲି ଛାଞ୍ଚରେ ନେଇଛି, ପାଣି ଟିକେ ବସେଇ ଦେଇଛି, ସେଇଟା ଅଲରେଡ଼ି ଫୁଟି ଆସିଲାଣି। ପାଣି ଯେତେବେଳେ ଫୁଟି ଆସିବ ତାପରେ ଆପଣ ଯେଉଁ ପ୍ଲେଟ୍ରେ ସଜେଇଥିଲେ ତାକୁ ନେଇକି ରଖିବେ। ମନେ ରଖନ୍ତୁ, ମାଣ୍ଡିଆ ଖାଇବା ପାଇଁ ଆମକୁ ବହୁତ ହିଁ ଦେହ ପାଇଁ ବହୁତ ଉପକାରୀ। ବିଶେଷତଃ କରି ମୁଁ ତ କହିବି ଆମ ଲେଡ଼ିଜ୍ମାନଙ୍କ ପାଇଁ। ମୋ ଘରେ କିଏ ଖାଆନ୍ତୁ ନ ଖାଆନ୍ତୁ, କିନ୍ତୁ ମୋ ପାଇଁ ହିଁ ମୁଁ ବନାଏ, କାରଣ ମାଣ୍ଡିଆ ମୋ ପାଇଁ ସତରେ ବହୁତ ହି ଜରୁରୀ। ମୁଁ ତ ଦିନ ଥିଲା କେବେ ବି ଖାଉନଥିଲି, କିନ୍ତୁ ଯେବେଠୁ ଜାଣିଲି ଯେ ହଁ ଆ ଦ୍ୱାରା ଏ ଉପକାର ହେଉଛି, ଆଉ ସବୁବେଳେ ତ ଗୋଟେ ଗୋଟେ ଜିନିଷ ଖାଇବାକୁ ଭଲ ଲାଗିବନି, ତ ସେଥିପାଇଁ ଆପଣ ସେଇ କିଛିଟାକୁ କିଛିଟା ଆଡ଼୍ କରି କରି ତାକୁ ଭେରାଇଟି ହିଁ ବନେଇ ପାରିବେ। ଏବେ ଦେଖନ୍ତୁ, ବେଶୀ ନାହିଁ, ଆପଣଙ୍କୁ 10ରୁ 15 ମିନିଟ୍ ଷ୍ଟିମ୍ କରିବାକୁ ପଡ଼ିବ। 10ରୁ 15 ମିନିଟ୍ ପରେ ତାକୁ ଟିକେ ତଳକୁ ଆଣିକି ଥଣ୍ଡା କରିଦେବେ। ମୋର ସେତିକି ବି ଆଉ ପେସେନ୍ସ ନଥିଲା ଥଣ୍ଡା କରିକି ରଖିବା ପାଇଁ। ପୁରା ଗରମ ଗରମ ତଳେ ମୁଁ କପଡ଼ା ଦେଇକି ଧରିଛି, ଦେଖନ୍ତୁ। ତାକୁ ଛୁରୀରେ ଏମିତି ସାଇଡ଼ରୁ ଟିକେ ଟିକେ କାଢ଼ି ଦେଇକି ପ୍ଲେଟ୍ରେ ତାକୁ ରଖିଦେବେ। ଦେଖନ୍ତୁ ତଳ ପ୍ଲେଟ୍ରେ, ଷ୍ଟିମର୍ ପ୍ଲେଟ୍ରେ କିଛି ବି ଲାଗେନି, ଯେହେତୁ ଆମେ ତେଲ ଦେଇଥିଲେ। ଆଉ ଏତିକି ପତଳା ଦେଖନ୍ତୁ, ଆଠୁ ଜମାରୁ ବି ଅଧିକ ପତଳା କରିବେନି, ଅଧିକ ପତଳା କଲେ ଜମା ବି ଭଲ ଲାଗିବନି। ଆଉ ଆ ସହିତ ଆପଣ ଟମାଟୋ ଚଟଣି ହେଉ କିମ୍ବା ବାଦାମ ଚଟଣି ହେଉ, ଯାହା ବି ଚଟଣି କରିବେ ସେଇଟା ଟିକେ ମାନେ ପତଲା ବାଲା କରିବେ, ଆଉ ଟିକେ ସ୍ପାଇସି କରିବେ, ତାକି ଭଲ ଲାଗିବ। ମୁଁ ତ ଆ ସହିତ ଆଳୁ ମଟର ତରକାରୀ ମୋ ଘରେ ଥିଲା, ତାକୁ ମୁଁ ଖାଇଲି, ଆଉ ବହୁତ ହି ଭଲ ଲାଗୁଥିଲା, ସେମିତି କିଛି ଖରାପ ନାହିଁ। ନହେଲେ ଆଳୁ ଦମ୍ ବି କରିପାରିବେ, କିନ୍ତୁ ଗ୍ରେଭି ଟାଇପ୍ର ରଖିବେ, ଟିକେ ପତଲା ଝୋଳ ବାଲା ରଖିବେ, ତା ସହିତ ଖାଇବାକୁ ଭଲ ଲାଗିବ। ଆଉ ଏମିତି ତାକୁ ଆପଣଙ୍କ ହିସାବରେ ପିସ୍ ପିସ୍ କରିକି କାଟିଦେବେ। ଆଉ ଯଦି ଚାହିଁବେ ତରକାରୀ ସହିତ ଖାଉଛନ୍ତି ତାହେଲେ ଏମିତି ସିମ୍ପଲ୍ ରଖିବେ। କିଛି ବି ଯଦି ଆପଣଙ୍କ ପାଖରେ ନାହିଁ ନା, ଆକୁ କ୍ଷୀରରେ ମଧ୍ୟ ଡିପ୍ କରିକି ଖାଇପାରିବେ। ବାସ୍ ଏମିତି ଦେଖନ୍ତୁ, ପୁରା ସ୍ପଞ୍ଜି ସ୍ପଞ୍ଜି ହେଇକି ବହୁତ ହି ଭଲ ଲାଗୁଥିଲା, ବହୁତ କଅଁଳିଆ ବି ଥିଲା। ଏତିକିରେ ହେଇପାରିବ। ନାହିଁ ଯଦି ଆପଣ ସାଧାରେ ମାନେ ଖାଲି ଏଇଟାକୁ ଖାଇବା ପାଇଁ ଚାହୁଁଛନ୍ତି, ତାହେଲେ ଆ ଉପରେ ଗୋଟେ ତଡ଼କା ଆପଣ ଦେଇଦେବେ। ତେଲ ଆପଣ ଯେଉଁ ବି ତେଲ ଚାହିଁବେ ନେଇପାରିବେ, ସୋରିଷ ତେଲ ହେଉ, ରିଫାଇନ୍ ତେଲ ହେଉ, ଅଲିଭ୍ ଅଏଲ୍ ହେଉ, ଯାହା ବି ହେଉ। ତ ମୁଁ ଆକ୍ଚୁଆଲି ଏଥିପାଇଁ ସୋରିଷ ତେଲ ନେଇଛି। ଟିକିଏ ସୋରିଷ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ଆଉ ରାଶି। ସୋରିଷର ଭାଗ ଯେତିକି ତା'ର ଡବଲ୍ ପକାଇବେ ରାଶି। ବାସ୍ ତ ତଡ଼କା ହେଇଗଲା। ତା ଉପରେ ତାକୁ ଏମିତି ଟିକେ ଚାରିଆଡ଼େ ଏମିତି ଦେଖି ତେଲ ପକାଇଦେବେ। ବାସ୍ ସର୍ଭ ହେଇଗଲା। ଆକୁ ଆପଣ ଟିକେ ଥଣ୍ଡା ହେଲା ପରେ ଯାହା ସହିତ ମଧ୍ୟ ଖାଇବେ, ତାକୁ ତା'ର ଟେଷ୍ଟ ବହୁତ ହି ଭଲ ଆସିବ। ଦେଖାହେବ ନେକ୍ସଟ ଭିଡ଼ିଓରେ ଆଉ ଏକ ନୂଆ ଭିଡ଼ିଓ ସହିତ। ରହୁଛି, ନମସ୍କାର।